ଭୋର 5ଟାରୁ ରାତି 10ଟା ପର୍ଯ୍ୟନ୍ତ ଅବିରତ ବିନା ବିଶ୍ରାମରେ ନିଜର କର୍ମ କରିଚାଲେ। ଘରର ଦାଣ୍ଡ ଅଗଣା ଝାଡ଼ୁ କରିବା ଠାରୁ ଆରମ୍ଭ କରି ସକାଳର ଜଳଖିଆ ପ୍ରସ୍ତୁତ କରି ପିଲାମାନଙ୍କୁ ସ୍କୁଲ ପଠାଇବା, ଘରର ସମସ୍ତ ସଦସ୍ୟଙ୍କ ପାଇଁ ସକାଳ ମଧ୍ୟାହ୍ନ ରାତ୍ରି ଭୋଜନ ପ୍ରସ୍ତୁତ କରିବା, ସ୍ୱାମୀ ଓ ପିଲାମାନଙ୍କର ଡ୍ରେସ୍ ସଫା କରିବା ଏବଂ ଘରର ଅନ୍ୟାନ୍ୟ ଛୋଟ ବଡ଼ କାମ ସବୁ କରିବା। ଏତେ ସବୁ କାମ କରିସାରି ରାତିରେ ସମସ୍ତଙ୍କୁ ଖାଇବାକୁ ଦେଇସାରି ଦିନ ତମାମର ରୋଷେଇ ଘରେ ଝାଳନାଳ ହୋଇ ବ୍ୟସ୍ତ ବିବ୍ରତ ଶରୀରକୁ ଟିକେ ବିଶ୍ରାମ ଦେବାକୁ ଗଲାବେଳେ ସ୍ୱାମୀ କହୁଥିବେ, ଦିନସାରା କାମ କରି କରି ହାତ ଗୋଡ଼ ଅଣ୍ଟା ବହୁତ ଦରଜ ହେଉଛି, ଟିକେ ମାଲିସ କରିଦିଅ ନା। ତାପରେ ଆରମ୍ଭ ହେଉ ସ୍ୱାମୀଙ୍କର ସେବା। ସତରେ ଏ ପୁରୁଷ ସମାଜ କେତେ ନିଷ୍ଠୁର, ଥରୁଟିଏ ବି ଚିନ୍ତା କରେ ନା ସେ ବି ତ ଜଣେ ମଣିଷ, ତାର ଶରୀର ବି ରକ୍ତ ମାଂସରେ ଗଢ଼ା, ତାକୁ ବି ତ କଷ୍ଟ ହେଉଥିବ। ଏତେ ସବୁ କଷ୍ଟ ହେଲା ପରେ ବି ସବୁ କଷ୍ଟକୁ ଛାତି ଭିତରେ ଚାପି ରଖି ସେ ଶୋଇଯାଏ ପରଦିନର ସକାଳର ଅପେକ୍ଷାରେ। ଏ ହେଉଛି ଜଣେ ସ୍ତ୍ରୀର କଷ୍ଟ।